আজি মহাপ্ৰভুଙ୍କର বিবাহ উৎসৱ যেମିତିকে ଆମମାନଙ୍କର ହଏ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଜଗନ୍ନାଥ ମହାପ୍ରଭୁଙ୍କର ମଦନମୋହନ ରୁକ୍ମିଣୀ ବିବାହର ହୁଏ। ରାତ୍ରବେଳା ସନ୍ଧ୍ୟା ଧୂପ ସରିଲା ପରେ ବିବାହ ଉତ୍ସବଟା ଆରମ୍ଭ କରାଯାଏ। ବିଭିନ୍ନ ପ୍ରକାର ନୀତିକାନ୍ତି ଆଜି ବହୁତ କିଛି ନୀତି ଅଛି ମନ୍ଦିର ଭିତରେ। ଯେଉଁ ଶେଷ ଜଳଖିଆ ଅଛି ମହାପ୍ରଭୁଙ୍କ ଗରମ ଦିନ ଯେମିତିକା ସ୍ନାନ କରନ୍ତି ଚନ୍ଦନ ପାଣିରେ, ସେଇଟା ଶେଷ ଦିନ ଆଜି। ତାପରେ ରୁକ୍ମିଣୀ ବିବାହ ଉତ୍ସବ ହେବ। ରୁକ୍ମିଣୀ ବିବାହ ସନ୍ଧ୍ୟା ଧୂପ ସରିଲେ ହୁଏ। ଆଉ ତାପରେ ବିଭିନ୍ନ ପ୍ରକାର ପ୍ରସାଦ ବ୍ୟବସ୍ଥା କରାଯାଇଛି। ବିବାହ ଉତ୍ସବ ପ୍ରାୟ ରାତି ପାଇଯିବ ବୋଲିକି ଆଶା। ଯଥା ଦେହି ତଥା ଦେବ। ମନୁଷ୍ୟମାନଙ୍କର ନୀତିକାନ୍ତି ଯେମିତି ହିନ୍ଦୁ ଧର୍ମରେ ଆମର ଅଛି, ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରାୟ ସେମିତି ଅଛି। ରୁକ୍ମିଣୀ ବିବାହର ନୀତି ହେଲା ରୁକ୍ମିଣୀ ହରଣ। ଶିଶୁପାଳ ରୁକ୍ମିଣୀକି ବାହା ହେବ ବୋଲି ନିଷ୍ପତ୍ତି କରିଥିଲା। ରୁକ୍ମିଣୀ ଚିତାକୁ ଭେଜି ବ୍ରାହ୍ମଣ ହାତରେ, ପବିତ୍ର ବ୍ରାହ୍ମଣ ହାତରେ ମହାପ୍ରଭୁଙ୍କୁ ଜଣେଇଲେ, ମହାପ୍ରଭୁ ମୋତେ ଏଠି ଉଦ୍ଧାର କରନ୍ତୁ। ମହାପ୍ରଭୁ ଶିଶୁପାଳ ସାଙ୍ଗେ ଯୁଦ୍ଧ କରି ରୁକ୍ମିଣୀକି ଉଦ୍ଧାର କରିଥିଲେ। ଉଦ୍ଧାର କରି ସନ୍ଧ୍ୟା ଧୂପ ସରିଲା ପରେ ବିବାହର ଆରମ୍ଭ କରାଯାଏ। ସେବାୟତ ସାଙ୍ଗେ କିଛି କଥା ନାହିଁ, ସର୍ବସାଧାରଣ ବେଲେ ଚଳିବ। ଜଗନ୍ନାଥ ମନ୍ଦିରର ଆଜି ଗୋଟେ ଆନନ୍ଦର ଦିନ। ଯେମିତିକା ଆମର ଘରମାନଙ୍କରେ ବିବାହ ହେଲେ ଆନନ୍ଦ ଉଲ୍ଲାସ ହୁଏ, ତେଣୁ ମହାପ୍ରଭୁଙ୍କର ରାତ୍ରିବେଳା ଅତି ଆନନ୍ଦ ଉଲ୍ଲାସ ହେବ, ଅତି ଖୁସି। ସବୁ ଲୋକମାନେ ପ୍ରାୟ ଆଚାର୍ଯ୍ୟ ବ୍ରାହ୍ମଣ ହିନ୍ଦୁ ଲୋକ ଭିତରେ ଯେତେ ପ୍ରକାର ଲୋକ ଆସନ୍ତି, ସବୁ ଲୋକ ଖୁସିରେ ଆସନ୍ତି। ଆଉ ଖୁସିରେ ମନ୍ଦିର ଭିତରେ ବି କିଛି ପ୍ରସାଦ ବ୍ୟବସ୍ଥା କରାଯାଏ, ପ୍ରସାଦ ଖାଇକି ଯାଆନ୍ତି। ଚିତାବେଳେ ଲେଖାଯାଏ, ମହାପ୍ରଭୁ ମୋତେ ଘର ଭିତରେ ଶିଶୁପାଳକୁ ବାହା କରିବା ପାଇଁ ଯୋଜନା କରୁଛନ୍ତି। ଆପଣ ଏକୁ ରକ୍ଷା କରିବେ। ମୁଁ କେବଳ ଆପଣଙ୍କ ନିମିତ୍ତ, ତେଣୁକରି ମୋତେ କେବଳ ଆପଣ ଉଦ୍ଧାର କରିବେ। ମୁଁ ପୂଜା କରିବାକୁ ଯିବି, ଘରେ ପୂଜା କଲାବେଳେ ମୋତେ ଆପଣ ସେଇଠି ଉଦ୍ଧାର କରିକି ନେବେ। ଶିଶୁପାଳ ସାଙ୍ଗେ ଯୁଦ୍ଧ କରିକି ଶିଶୁପାଳ କରିକି ବାହାଘର ହେବ।